ଆପଣ ଜାଣିଥିବେ ଯେ ମନୋଜ କୁମାର ପ୍ରଧାନଙ୍କ ନାଁ ପୂର୍ବ ଥର ଯୋଉ ତାଲିକା ପ୍ରକାଶ ପାଇଥିଲା ସେଥିରେ ତାଙ୍କ ନାଁ କଂଗ୍ରେସ ଘୋଷଣା କରିଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଦେଖିବେ କଂଗ୍ରେସ 146ଟି ସିଟ୍ ପାଇଁ ତାଲିକା ଘୋଷଣା କରିସାରିଛି। କେବଳ କାକଟପୁରକୁ ବାଦ ଦେଲା ପରେ ଆଉ ସବୁ ସିଟ୍ରେ ଆପାତତଃ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। କିନ୍ତୁ ଯେତେବେଳେ ମନୋଜ କୁମାର ପ୍ରଧାନଙ୍କ ନାଁ ଘୋଷଣା କରାଯିବା ପରେ ହୁଏତ ତାଙ୍କର ସାଂଗଠନିକ ଦକ୍ଷତା ସେଠାରେ ନାହିଁ ଏବଂ ବା ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରିଲା ନାହିଁ। ଏହି କାରଣ ପାଇଁ ହୁଏତ ତାଙ୍କ ଟିକେଟ କାଟିଛି ଏବଂ ତାଙ୍କ ବଦଳରେ ମୋନାଲିସା ମହାନ୍ତି ବୈଜୟନ୍ତୀମାଲା କ୍ଷମା କରିବେ ବୈଜୟନ୍ତୀମାଲା ମହାନ୍ତିଙ୍କୁ ଦଳ ଟିକେଟ ଦେଇଛି। ମୋ ସହିତ ବୈଜୟନ୍ତୀମାଲା ମହାନ୍ତି ଅଛନ୍ତି, କିନ୍ତୁ ବୈଜୟନ୍ତୀମାଲା ମହାନ୍ତି ହେଉଛନ୍ତି ବିଜେଡିରେ ଥିଲେ। ଏଇ ମାତ୍ର 3 ଦିନ ପୂର୍ବରୁ ସେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି ଏବଂ ସେ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିଲେ, ତା ସହିତ ବ୍ଲକର ଚେୟାରମ୍ୟାନରେ ମଧ୍ୟ ଥିଲେ ଏବଂ ଅନେକ ପଦପଦବୀରେ ଦଳୀୟ ପଦପଦବୀରେ ମଧ୍ୟ ରହିଥିଲେ। କିନ୍ତୁ କାହିଁକି ସେ ଦଳ ଛାଡ଼ିଲେ ଏବଂ ଦଳରେ ଯେତେବେଳେ ଟିକେଟ ପାଇଛନ୍ତି ଆଜି କଂଗ୍ରେସରୁ, ସେଥିରେ ସେ କେତେ ଆଶାବାଦୀ ଅଛନ୍ତି ସେ ସମ୍ପର୍କରେ ଆମେ ଅଧିକ ଆଲୋଚନା କରିବା। ମ୍ୟାଡାମ ଆପଣଙ୍କୁ ସ୍ୱାଗତ କରିବି ଓଟିଭି ପକ୍ଷରୁ। ଆଜି ଆପଣ ଟିକେଟ ପାଇଛନ୍ତି, କେତେ ଖୁସି ଅଛନ୍ତି ପ୍ରକୃତରେ ଆପଣ ସେଠାରୁ ଟିକେଟ ପାଇବେ এই କଣ୍ଡିସନ ବୋଧ ହୁଏ କରିକିନା ଆପଣ କଂଗ୍ରେସରେ ସାମିଲ ହୋଇଥିଲେ? ପ୍ରଥମେ ମୁଁ କଂଗ୍ରେସର ଆମର ସଭାପତିଙ୍କୁ କୋଟି କୋଟି ନମସ୍କାର ଜଣାଉଛି। ଆଜି ମତେ ଟିକେଟ ଦେଇଥିବାରୁ ମୁଁ ବହୁତ ଖୁସି ଅଛି। 30 ବର୍ଷ ହେଲା ବିଜେଡିରେ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ କାମ କରୁଥିଲି। କିନ୍ତୁ କାହିଁକି ଦଳ ଆପଣଙ୍କ ଉପରେ ଆସ୍ଥା ପ୍ରକଟ କଲାନି? ଆପଣ ଶେଷ ମୁହୂର୍ତ୍ତରେ ବିଜେଡି ହାତ ଛାଡ଼ି କଂଗ୍ରେସରେ ମିଶିଲେ। ଦେଖିଲି ସବୁବେଳେ ପରିବର୍ତ୍ତନ କରି ଚାଲିଲେ। ମୁଁ ବିଜେଡି ଟିକେଟ ଆଶାଇଥିଲି, ଲୋକଙ୍କ ପାଇଁ ରାତି ଅଧ ସବୁବେଳେ ସଂଗଠନରେ ଲୋକଙ୍କ ସାଥିରେ ରହୁଥିଲି। ତେଣୁ ସଂଗଠନକୁ ଆଖି ଆଗରେ ଦେଖିକି ମୁଁ ଦେଖିଲି ବିଜେଡିରେ ବହୁତ ଅବହେଳା କରୁଛନ୍ତି ଆପଣଙ୍କୁ ପ୍ରାୟ ଲୋକଙ୍କୁ। ଆଜି ଏପଟରୁ କାହାକୁ ଟିକେଟ ଦେଲେଣି ତ କାଲି ସେପଟରୁ କାହାକୁ ଟିକେଟ ଦେଲେଣି। ପ୍ରକୃତରେ ଯିଏ ସଂଗଠନ କରୁଛି ତାର ଚିନ୍ତା ବି ସେମାନେ କରୁନାହାନ୍ତି କି ଦେଖିପାରି ନାହାନ୍ତି। ମୁଁ ଦେଖିଲି ବିଜେଡି ଇଏ ତ ଦଳ ଛାଡିବାର କଥା, କିନ୍ତୁ ଆଜି ଆପଣ ଯେତେବେଳେ କଂଗ୍ରେସ ଆପଣଙ୍କ ଉପରେ ଆସ୍ଥା ପ୍ରକଟ କଲା, କଂଗ୍ରେସ ଆପଣଙ୍କୁ ଟିକେଟ ଦେଲା, ଇଏ ବର୍ତ୍ତମାନ ଲଢେଇ କେମିତି ହବ? କାରଣ ଆମେ ଜାଣିଛୁ ଖଣ୍ଡପଡାରେ ଅନେକ ଜଣ ବିଜୁ ଜନତା ଦଳର ଆଶାୟୀ ଅଛନ୍ତି ଏବଂ ସେଠୁ ବିଜେପି କେବଳ ତାଲିକା ଘୋଷଣା କରିଛି ଏବଂ କଂଗ୍ରେସ ଆଜି ଦ୍ୱିତୀୟ ଭାବରେ ହୁଏତ ତାଲିକା ପ୍ରକାଶ କଲା, କିନ୍ତୁ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ସେଠାରୁ କିଏ ପ୍ରାର୍ଥୀ ହେବେ, ଅନୁଭବ ପଟ୍ଟନାୟକ ହେବେ କି ଆଉ କିଏ ହେବେ, এই ତାଲିକା ଘୋଷଣା କରିନାହାନ୍ତି। ସେଇଭଳି କ୍ଷେତ୍ରରେ ଆପଣ ଲଢିବେ ଏବଂ ବିଜୟ କେମିତି ହବ? ଲଢିବି ନିଶ୍ଚିତ, ଜୋରସୋର ଲଢିବି। ବ୍ଲକରେ ଥିଲି ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ, କିନ୍ତୁ ମୁଁ ଲୋକଙ୍କ ପାଇଁ କାମ କରେ। ମୋର ନିଜର ମୁଁ କିଛି ସ୍ୱାର୍ଥ ରଖେ ନାହିଁ କି କୋଉଠି କାହା ପାଖରୁ ପିସି ନିଏ ନାହିଁ। ମୁଁ ଲୋକଙ୍କ ସେବାରେ ଲାଗେ। କିନ୍ତୁ ପିସି କାରବାର ହୁଏ? ପିସି କାରବାର ହେଲେ ବି ମୁଁ ପିସି ଆଡେ ଅନାଏନି, ମୋର ଲୋକଙ୍କୁ ଦେଖେ। ସେଥିପାଇଁ ଲୋକଙ୍କର ମୋ ପ୍ରତି ଆସ୍ଥା ବିଶ୍ୱାସ ଅଛି। ଲୋକ ନିଶ୍ଚିତ ମୋ ସାଥିରେ ରହିବେ, ଏ ଆଶା ତାଙ୍କ ଉପରେ ମୁଁ ରଖିଛି। ଖଣ୍ଡପଡାବାସୀ ମତେ ବହୁତ ଭଲ ପାଆନ୍ତି। ଆପଣ ଏତେ ଦୃଢ ନିଶ୍ଚିତ କେମିତି? କାରଣ ଆପଣ ସାଂଗଠନିକ ଦକ୍ଷତା ଥାଇପାରେ, କିନ୍ତୁ ବିଜୁ ଜନତା ଦଳ ଏବଂ ବିଜେପି ଇଏ ତ ଯୋଉ ଲଢେଇ ହଉଛି ସେ ଲଢେଇରେ ଆପଣ କେମିତି ଭାଗ ନେବେ? ମହିଳା ହିସାବରେ ମୁଁ ଲୋକଙ୍କୁ ଜାଣିଛି, ଲୋକ ମତେ ଜାଣିଛନ୍ତି। ମୋର ସେ ବିଶ୍ୱାସ ଜନସାଧାରଣଙ୍କ ଉପରେ ଅଛି। ସେଠି କଂଗ୍ରେସ ଆଗରୁ ଥିଲା, ଏଇ ବିଜେଡି କି ଆମେ ହିଁ ସଂଗଠନରେ ବଳବାନ କରିଛୁ। ନିହାତି ଭାବରେ ଆପଣ ଶୁଣୁଥିଲେ, ଏ ମୋ ସହିତ ଥିଲେ ବୈଜୟନ୍ତୀମାଲା ମହାନ୍ତି, ଯିଏକି ଖଣ୍ଡପଡାରୁ କଂଗ୍ରେସର ପ୍ରାର୍ଥିନୀ ଭାବରେ ତାଙ୍କ ନାଁ ଘୋଷଣା କରାଯାଇଛି ଏବଂ ତାଙ୍କ ନାଁ ଘୋଷଣା କରାଯିବା ପରେ ସେ ଦୃଢ ଆଶାବାଦୀ ଅଛନ୍ତି, ଯେହେତୁ ଦଳୀୟ ସଂଗଠନକୁ ସେ ମଜବୁତ କରି ରଖିଛନ୍ତି। କିଛି ଦିନ ପୂର୍ବରୁ ବିଜେଡିର ହାତ ଛାଡ଼ି କଂଗ୍ରେସରେ ହାତରେ ହାତ ମିଳାଇଛନ୍ତି। ତେଣୁ ନିଶ୍ଚିତ ଭାବରେ ଖଣ୍ଡପଡାରେ ତାଙ୍କ ବିଜୟକୁ ସେ ସୁନିଶ୍ଚିତ ବୋଲି ଦାବି କରୁଛନ୍ତି। କିନ୍ତୁ ଏବେ ଦେଖିବା କଥା, ଯେତେବେଳେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିସାରିଛି, କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କଲା, ଏପର୍ଯ୍ୟନ୍ତ ବିଜୁ ଜନତା ଦଳ କାହିଁକି ସେ ଜାଗାରୁ ପ୍ରାର୍ଥୀ ଘୋଷଣା କରିପାରୁନି, ତାକୁ ନେଇକି ମଧ୍ୟ ଅନେକ ସଂଶୟ ଲାଗି ରହିଛି। ତା ଭିତରେ ବୈଜୟନ୍ତୀମାଲା ଏକଥା ଦୃଢୋକ୍ତି ପ୍ରକାଶ କରିଛନ୍ତି, ଦଳ ତାଙ୍କ ଉପରେ କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କଲା, ବିଜୁ ଜନତା ଦଳ ଆସ୍ଥା ହରାଇଲା। ତେଣୁ ନିଶ୍ଚିତ ଭାବରେ ଏଥିରେ
ବିଜୁ ଜନତା ଦଳକୁ ଚେକମେଣ୍ଟ ଦେବା ପାଇଁ ସେ ମନ ସ୍ଥିର କରିଛନ୍ତି ଏବଂ ଏଇ ଯୋଉ ମନ ସ୍ଥିର କରିଛନ୍ତି ଇଏ କେତେ ଦୂର ସଫଳ ହଉଛି ତା ଉପରେ ସମସ୍ତଙ୍କ ନଜର ମଧ୍ୟ ରହିବ ଏବଂ ଜଣେ ମହିଳା ହିସାବରେ ଯେତେବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଇଏ ନିଶ୍ଚିତ ଭାବରେ ବୈଜୟନ୍ତୀ ମାଲାଙ୍କ ମନୋବଳକୁ ଆହୁରି ମଜବୁତ କରିଛି କଂଗ୍ରେସ ମନୋବଳକୁ ପ୍ରାର୍ଥୀ ଆହୁରି କରିଥିଲା ସୁଦୃଢ କିନ୍ତୁ କରିଛି। ବୈଜୟନ୍ତୀ ମାଳା ମହାନ୍ତିଙ୍କୁ ସେଠାରୁ ଦଳ ପ୍ରାର୍ଥୀ କରିଛି ଯିଏକି ବିଜେଡି ଛାଡ଼ି ଆସି କଂଗ୍ରେସରେ ମିଶିଥିଲେ ଏବଂ ସେ ମଧ୍ୟ ଦୃଢ ଆଶାବାଦୀ ଯେ ଏଥର ସେ ବିଜୟ ଲାଭ କରିବେ। ଧନ୍ୟବାଦ। ଅଧିକ ସୂଚନା ପାଇଁ ଆଲୋଚନା ପାଇଁ ରଶ୍ମିରଞ୍ଜନ ଦାସ ଆମ ଚିଫ୍ ରିପୋର୍ଟର ଅଧିକ ଆଲୋଚନା କରୁଥିଲେ।